ପାଲବଣୀସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଆନୁକୂଲ୍ୟରେ 11 ଦିନିଆ ଗ୍ରୀଷ୍ମକାଳୀନ ଚିତ୍ରକଳା ଶିବିର ଉଦ୍ଯାପିତ। ବାରିପଦାର ପାଲବଣୀସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଆର୍ଟ ଆଣ୍ଡ କ୍ରାଫ୍ଟର 11 ଦିନିଆ ଗ୍ରୀଷ୍ମକାଳୀନ ଶିବିର ଉଦ୍ଯାପିତ ହୋଇଯାଇଛି। ଉକ୍ତ ଉଦ୍ଯାପନୀ ସଭାଟି ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ତରରେ ସମ୍ମାନିତ ଚିତ୍ରଶିଳ୍ପୀ ତଥା ଆର୍ଟ ଆଣ୍ଡ କଲଚର ଜିଲ୍ଲା ପରାମର୍ଶଦାତା ଚାରୁଚନ୍ଦ୍ର ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଇଂରାଜୀ ଅଧ୍ୟାପକ ଡକ୍ଟର ରଞ୍ଜିତ କୁମାର ସାହୁ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟ ଜରିଆରେ ପିଲାଙ୍କୁ ଉପଦେଶ ଦେଇଥିଲେ। ସମସ୍ତ ଚିତ୍ରକଳାକୁ ଅତିଥିମାନେ ବୁଲି ଦେଖିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ପିଲାଙ୍କୁ ସାର୍ଟିଫିକେଟ ସହିତ ମେଡାଲ ପ୍ରଦାନ କରିଥିଲେ। ଟ୍ରଷ୍ଟି ରାକେଶ କୁମାର ବେହେରା ଅତିଥି ପରିଚୟ କରିଥିବା ବେଳେ ଟ୍ରଷ୍ଟି ସୁଭାଷ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏନେଇ ରବିବାର ଦିନ ପ୍ରାୟ 2ଟାରେ ଏକ ପ୍ରେସ୍ ନୋଟ୍ ଯୋଗେ ସୂଚନା ଦିଆଯାଇଛି।